ପିଲାମାନେ ଆଜି ଆମେ ଓଡ଼ିଆ ବର୍ଣ୍ଣମାଳାକୁ ନେଇ ଶବ୍ଦ ଗଢ଼ିବା। ଅ ଅରେ ଅଖ, ଅରଟ, ଅର, ଅରଖ, ଅଜଗର। ତାପରେ ଆରେ ଆତ, ଆଈ, ଆଠ, ଆରାମ, ଆଖି। ତାପରେ ହର୍ଷଇ, ହର୍ଷଇରେ ହର୍ଷଇ ଟରେକାଟା ଇଟା, ଇଞ୍ଜିନ୍, ଇଡଲି, ଇଞ୍ଚଡ଼। ତାପରେ ଦୀର୍ଘଇ, ଦୀର୍ଘଇରେ କ'ଣ ଅଛି? ଈଶ, ଈଶ୍ୱର, ଈଷତ୍, ଈଶ। ଦୀର୍ଘଇ ତାଲବେଶ ଈଶ୍ୱର ଅର୍ଥ ଈଶ୍ୱର, ଦୀର୍ଘଇ ମୁଦନେଶ ଈଶ୍ୱର ଅର୍ଥ ହଳକୁ ବୁଝାଏ। ହର୍ଷଉରେ କ'ଣ ଅଛି? ଉଜାଗର, ଉଷା, ଉପର, ଉଠାଣି, ଉପାସ। ତାପରେ ଦୀର୍ଘଉ, ଦୀର୍ଘଉରେ କ'ଣ ଶବ୍ଦ ଅଛି? ଉଣା, ଉନ। ତାପରେ ରୁରେ କ'ଣ ଶବ୍ଦ ଅଛି? ଋଣ, ଋତୁ, ଋଷି। ଏରେ ଏକ, ଏକାଠି, ଏଣ୍ଡୁଅ, ଏଲରା। ଐରେ କ'ଣ ଅଛି ଶବ୍ଦ? ଐରାବତ, ଐର, ଐତିହ୍ୟ, ଐତିହାସିକ, ଐଶ୍ୱର୍ଯ୍ୟ। ରେ କ'ଣ ଶବ୍ଦ ଅଛି? ଓଠ, ଅଦା, ଓଟ, ଔ, ଓଜନ। ଔରେ କ'ଣ ଶବ୍ଦ ଅଛି? ଔଷଧ, ଔପନ୍ୟାସିକ।